କହିଲେ କି କଣ ନା ସନ୍ନ୍ୟାସୀ ରିବେଲିୟନ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଏଇଟା ଉପରେ ବହୁତ ଏକ୍ସାମ ରେ କେବଳ ଖାଲି ଯେ ହିଷ୍ଟ୍ରି ବ୍ୟାକଗ୍ରାଉଣ୍ଡ ରେ ନୁହେଁ, ଆପଣ ମାନଙ୍କର ଯେକୌଣସି ଏନଟିପିସି ହଉ, ଗ୍ରୁପ ଡି ହଉ, ଏସଏସସି, ରେଲୱେ, ବ୍ୟାଙ୍କିଙ୍ଗ, ଷ୍ଟେଟ ପିସିଏସ୍ ବହୁତ ଏକ୍ସାମ ରେ ପଚାରେ କି ସନ୍ନ୍ୟାସୀ ରିଭଲ୍ୟୁସନ ରେ କଣ ଇମ୍ପୋର୍ଟାଣ୍ଟ। ମୁଁ ଯୋଉଗୁଡାକ ଆପଣମାନଙ୍କୁ ଇମ୍ପୋର୍ଟାଣ୍ଟ କହିବି, ପ୍ରଥମେ ସନ୍ନ୍ୟାସୀ ମିନ୍ସ କହିଲେ ଯେଟା ହଉଛି ସନ୍ନ୍ୟାସୀ ମିନ୍ସ ଆପଣ ମାନେ ଓଡିଆରେ ଗୋଟେ ଶବ୍ଦ ହଉଛି, ଏଟା ହଉଛି କଣ ହଉଛି ନା ସନ୍ନ୍ୟାସୀ କହିଲେ ଏଟା ହଉଛି କଣ ନା ଯୋଉମାନେ ଯୋଉଟା ସାଂସାରିକ ଦୁଃଖରୁ ବା ସାଂସାରିକ ଲାଇଫ ରୁ ଯୋଉମାନେ ବିଦାୟ ନେଇ ସାରିଛନ୍ତି ବା ସନ୍ନ୍ୟାସୀ ସାଧୁ ସନ୍ଥ ମାନଙ୍କୁ ସନ୍ନ୍ୟାସୀ ବୋଲି ଯୋଉ କୁହାଯାଏ। ସେ କହୁଛି କି ଏଇଟା ଆରମ୍ଭ ହେଇଥିଲା କେତେ ନା 1763 ମସିହାରୁ ଆରମ୍ଭ ହେଇକି 1800 ମସିହା ଚାଲିଥିଲା। ତେଣୁ ବ୍ରିଟିଶର ମାନେ ସେମାନେ କଣ କହିଲେ, ଆରେ ଜିଷ୍ଟ ଖାଲି କହୁଛି କି ସେମାନେ କହୁଥିଲେ ସନ୍ନ୍ୟାସୀ ମାନଙ୍କୁ ଆମର ଇଣ୍ଡିଆନ କଲଚର ଅଛି କଣ ଦାନ ଧର୍ମ ଦକ୍ଷିଣା ସବୁ ଦିଆଯାଏ। ତେଣୁ ସେମାନେ ମନା କରିଦେଇଥିଲେ କି ଯୋଉ ଲୋକମାନେ ସାଧୁ ସନ୍ଥ ମାନଙ୍କୁ ଦାନ ବା ଧର୍ମ ବା ଦକ୍ଷିଣା ଦେବେ ସେମାନଙ୍କୁ ସେଥିପାଇଁ କଣ ହବ ନା ସେମାନେ ବ୍ରିଟିଶର ମାନଙ୍କ ନଜରରେ ଆସିବେ ବା ବ୍ରିଟିଶ ସେମାନଙ୍କର କଣ୍ଡିସନ ଟେରିବଲ ହେଇଯିବ ବୋଲି ବ୍ରିଟିଶର ମାନେ ସେମାନଙ୍କୁ କଣ କରିଥିଲେ ନା ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ତେଣୁ ଏମାନେ ଡରିକି ଆଉ ସନ୍ନ୍ୟାସୀ ମାନଙ୍କୁ ଆଉ ଭିକ୍ଷା ଦେଲେ ନାହିଁ, ଯାହା ଫଳରେ କଣ ହେଲା ବିଦ୍ରୋହ ଆରମ୍ଭ ହେଲା। ଦେଖିବା ଗ୍ରୋଇଂ ବର୍ଡନ ଅଫ ଦ ଟାକ୍ସେସନ, ଯେତେବେଳେ ଟାକ୍ସେସନ ଇଏ ଗୋଟେ କଥା ହେଲା। ଆଉ ଗୋଟେ କଣ ନା ଟାକ୍ସେସନ, ଯେତେବେଳେ ଲୋକମାନେ ଯେତେବେଳେ ବ୍ରିଟିଶର ମାନେ ଯେତେବେଳେ ଲୋକମାନଙ୍କ ଉପରେ ଟାକ୍ସନ ଯେତେବେଳେ ଅଧିକା ବା ଯେତେବେଳେ କର ଯେତେବେଳେ ଅଧିକା ଇଚ୍ଛା ମୁତାବକ ଯେ ବଢେଇଲେ ଲୋକମାନଙ୍କ ପାଖରେ ଖାଇବାକୁ ନାହିଁ, ତ ସେ ସନ୍ନ୍ୟାସୀ ମାନଙ୍କୁ କୋଉଠି ଭିକ୍ଷା ଆଣିକି ଦେବେ। ଓକେ, eviction from the land and the Bengal famine of 770 led to the impoverishment of the large section of the peasantry। ସେ କହୁଛି କରର ବର୍ଦ୍ଧିତ ବୋଝ, ଜମିରୁ ବେଦଖଲ, 1770 ବଙ୍ଗ ଦୁର୍ଭିକ୍ଷ ଏକ ବଡ ଅଂଶକୁ ଦାରିଦ୍ର କରିଦେଲା। ସେ କହିଲେ କି ବେଙ୍ଗଲ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯଦି ଆମେ ଦେଖିବା କି ବେଙ୍ଗଲ କହିଲେ ବର୍ତ୍ତମାନର ୱେଷ୍ଟ ବେଙ୍ଗଲ। ଓକେ, ବର୍ତ୍ତମାନର ୱେଷ୍ଟ ବେଙ୍ଗଲ ହେଲା, ଆଉ କଣ ହେଲା ନା ବିହାର ହେଲା, ଓଡିଶା ହେଲା ଏବଂ ବାଂଲାଦେଶ, ଏ ସବୁ ମିଶିକି ଆମେ କଣ କହୁଥିଲେ ନା ଆକୁ ଆମେ ବେଙ୍ଗଲ ବୋଲି ଆମେ କହୁଥିଲେ ବା ବଙ୍ଗଳାଦେଶ ବୋଲି ଆମେ କହୁଥିଲେ। ଓକେ, ତେଣୁ ସେ କହୁଛି କି ନା ଏଥିରେ ବେଙ୍ଗଲରେ କଣ ହେଲା ନା ଏକରେ ତ 1770 ମସିହାରେ କଣ ହେଇଛି ନା ବଙ୍ଗରେ ଦୁର୍ଭିକ୍ଷ ପଡିଛି, ଦୁଇରେ ବ୍ରିଟିଶର ମାନଙ୍କର କଣ ହଉଛି ନା କରର ବର୍ଦ୍ଧିତ ବୋଝ ବି ପଡିଛି, ତାପରେ ଆଉ କଣ ନା ଜମିରୁ ସେମାନଙ୍କୁ ମଧ୍ୟ ବେଦଖଲ ବି କରାଯାଇଛି। ଏ ସବୁ ଗୁଡିକ କାରଣ କଣ ହେଲା ନା ଦାରିଦ୍ର୍ୟକୁ ବୃଦ୍ଧି କରିଥିଲା ବୋଲି କୁହାଯାଏ ବା ବେଙ୍ଗଲ ଗୋଟେ ବଡ ଦାରିଦ୍ର୍ୟ ଆସିଥିଲା ବୋଲି କୁହାଯାଏ। Many of these people being evicted from lands joining the bands of the sannyasi and the fakir। ସନ୍ନ୍ୟାସୀ ବା କହିଲେ ସାଧୁ ସନ୍ଥ ଫକୀର। These sannyasi were also joined by a large number of the dispossessed small ଜମିଦାର, disbanded soldiers and the rural poor। ସେ କହୁଛି କି ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଭୂମିରୁ ବିତାଡିତ ହୋଇ ସନ୍ନ୍ୟାସୀ ଏବଂ ଫକୀରଙ୍କ ଦଳରେ ଯୋଗ ଦେଲେ। କଣ କରାଗଲା, ଯୋଉ ଲୋକମାନଙ୍କ ପାଖରେ ଜମି ରହିଲା ନାହିଁ ଏବଂ ସେମାନେ ଟ୍ୟାକ୍ସ ଦେଇ ପାରିଲେ ନାହିଁ, ତେଣୁ ସେମାନେ କରିବେ କଣ, ସେ ବାଧ୍ୟ ହେଇକି ସନ୍ନ୍ୟାସୀ ହବାକୁ ବାଧ୍ୟ ହେଲେ କି କାଳେ ସନ୍ନ୍ୟାସୀ ହେଲେ କାଳେ ଭିକ୍ଷା ମିଳିଯିବ, ମାଗିକି ଖାଇହବ। କାରଣ ନିଜେ ତ ଖଟିକି ଖାଇଲେ, ନିଜେ ତ କାମ କଲେ କଣ ହଉଛି ବ୍ରିଟିଶର ମାନଙ୍କୁ ଦେବାକୁ ପଡୁଛି। ତେଣୁ ବ୍ରିଟିଶର ମାନେ ଅଧିକ ତାଙ୍କ ମନ ମୁତାବକ ସେମାନେ କର ଫିକ୍ସ କରୁଛନ୍ତି। ତେଣୁ ସେମାନେ କଣ କଲେ ନା ସେମାନେ ନିଜେ ମଧ୍ୟ ଯାଇକି ସନ୍ନ୍ୟାସୀ ଭାବରେ ଯାଇକି ସେଠି ଯୋଗ ଦେଲେ। ଓକେ, ଏହି ସନ୍ନ୍ୟାସୀ ମାନଙ୍କ ସହିତ ବହୁ ସଂଖ୍ୟକ ବିତାଡିତ ଛୋଟ ଜମିଦାର, ଭଙ୍ଗା ସୈନିକ ଏବଂ ଗ୍ରାମାଞ୍ଚଳ ଗରିବ ମଧ୍ୟ ଯୋଗ ଦେଲେ। ଏଇ ଯୋଉ ଆଚ୍ଛା ଏବେ କୋଶ୍ଚିନ୍ ଆସୁଛି କି ଏଇ ଯୋଉ ସନ୍ନ୍ୟାସୀ ମାନେ କିଏ ଥିଲେ, ଏଇଠି କୋଶ୍ଚିନ୍ ଆସିଲେ, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ସନ୍ନ୍ୟାସୀ ମାନେ କୋଉମାନେ ଥିଲେ ବା ଏଇ ଯୋଉ ସନ୍ନ୍ୟାସୀ କାହିଁକି ଏଇ ଯୋଉ ବେଙ୍ଗଲରେ ସନ୍ନ୍ୟାସୀ ରିଭଲ୍ୟୁସନ କାହିଁକି କ୍ରିଏଟ ହେଲା ନା ପ୍ରଥମେ ହଉଛି କଣ କହିଲି ଆପଣ ମାନଙ୍କୁ ଏକ୍ସଟ୍ରା ଯୋଉଟା ଆପଣ ମାନଙ୍କର କରର ବର୍ଦ୍ଧିତ ବୋଝ, ଏକ୍ସଟ୍ରା ରେଭିନ୍ୟୁ ଟ୍ୟାକ୍ସ କଲେକ୍ସନ କରାଗଲା। ଆଉ ଗୋଟେ କଣ ହଉଛି ନା ଜମିରୁ ବେଦଖଲ କରାଗଲା, ଯୋଉଟା ଆପଣ ପ୍ରିଭିୟସ ସ୍ଲାଇଡରେ ଦେଖିଥିଲେ ଜମିରୁ ବେଦଖଲ କରାଗଲା। ଆଉ ଗୋଟେ କଣ ନା ବେଙ୍ଗଲର 1770 1770 ଯୋଉ ଦୁର୍ଭିକ୍ଷ ଯୋଉ ଫେମିନି ଯୋଉ ପଡିଥିଲା, ଏ ସବୁ କଣ ହେଲା ସ୍ମଲ ଜମିଦାର ବା ଯୋଉମାନେ ଆମେ କହିପାରିବା କଣ ଛୋଟ ଜମିଦାର ହେଲା ବା ଡିସବ୍ୟାଣ୍ଡ ସୋଲଜର, ଯୋଉମାନେ ଭଙ୍ଗା ସୈନିକ। ଭଙ୍ଗା ସୈନିକ ମିନ୍ସ ଯୋଉମାନେ ଯୁଦ୍ଧରେ ଜଏନ କରିଥିଲେ ଏବଂ କୌଣସି କାରଣରୁ କାହାର ହାତ କଟି ଯାଇଛି, ଗୋଡ କଟି ବା ଯୋଉମାନେ ଆମେ କହିପାରିବା ହ୍ୟାଣ୍ଡିକ୍ରାଫ୍ଟ, ଯୋଉମାନେ ଭଙ୍ଗା ସୈନିକ ଏବଂ ଗ୍ରାମାଞ୍ଚଳର ଯୋଉମାନେ ସବୁ ଗରିବ ଲୋକମାନେ ଥିଲେ, ଏମାନେ ବାଧ୍ୟ ହେଇକି ସନ୍ନ୍ୟାସୀ ଦଳରେ ଆସିବା ସନ୍ନ୍ୟାସୀ ଭାବରେ ଜୀବନ ଯାପନ କରିବାକୁ ଆରମ୍ଭ କଲେ। They raided company factories and the treasuries and found the company's forces। It was only after a prolonged action that Warren Hastings could subdue the ସନ୍ନ୍ୟାସୀ। ସେ କହୁଛି କି ସେମାନେ କମ୍ପାନୀ କାରଖାନା, କୋଉମାନେ ସୋଲ୍ଜର, ଯୋଉ ଆମର ସନ୍ନ୍ୟାସୀ ମାନେ, ସେମାନେ କମ୍ପାନୀ କାରଖାନା ଏବଂ କୋଷାଗାର ଉପରେ ଆକ୍ରମଣ କଲେ ଏବଂ କମ୍ପାନୀର ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ଦୀର୍ଘ ସମୟ ଧରି କାର୍ଯ୍ୟାନୁଷ୍ଠାନ ପରେ ହିଁ ୱାରେନ ହେଷ୍ଟିଙ୍ଗ ସନ୍ନ୍ୟାସୀ ମାନଙ୍କୁ ଦମନ କଲେ। ତାମାନେ ଏଇ ସନ୍ନ୍ୟାସୀ ମାନେ ସେମାନେ ଭାବିଥିଲେ ଯଦି ଏମିତି ଭୋକରେ ମରିବା ଅପେକ୍ଷା ତ ବ୍ରିଟିଶର ମାନଙ୍କ ଏଗେନଷ୍ଟରେ କାହିଁକି ଆମେ ଲଢିକି ନ ମରିବା। ତାମାନେ କୋଉଠି ନା କୋଉଠି ସେମାନଙ୍କ ଭିତରେ ଗୋଟେ କଣ ଥିଲା ନା ଜନ ଅସନ୍ତୋଷ ବା ଯୋଉ କୁହାଯାଏ କି ବିଟରନେସ ବ୍ରିଟିଶର ମାନଙ୍କ ପ୍ରତି। ଏଇ ଯୋଉ ବେଙ୍ଗଲର ଯୋଉ ଲୋକମାନେ ଯୋଉମାନେ ଥିଲେ, ଯେମିତି ସ୍ମଲ ଜମିଦାର ମାନେ ହେଲେ, ଡିସବ୍ୟାଣ୍ଡ ସୋଲଜର ମାନେ ହେଲେ ବା ଯୋଉ ରୁରାଲ ପିପୁଲ ଗ୍ରାମାଞ୍ଚଳର ଯୋଉ ଲୋକ ଗରିବ ଲୋକମାନେ ହେଲେ, ସେମାନଙ୍କ ମନରେ ବ୍ରିଟିଶର ମାନଙ୍କ ପ୍ରତି ଗୋଟେ ପ୍ରକାର ତିକ୍ତ ଭାବ ଖେଳି ଯାଇଥିଲା। ଓକେ,
तापर आसला कौन होची ना इंपोर्टेंट रूलर्स ऑफ दिस मोमेंट जदि आमे कहिबा ए जो सन्यास रिबेलियन रो सर इंपोर्टेंट रूलर किए थिले तेणु एटा एग्जाम रे क्वेश्चन पडिबो तेणु दीज आर द मोस्ट इम्पोर्टेंट हेते हम अलगा एरे मार्क को देखि देथिबे ओटा होची मंजुन साहा और होची चिराग अली तापर हैला ओटा होची मूसा साहा तार हले भवानी पाठक तापर कोन देवी चौधरानी ए माने समस्त होउछंती इंपोर्टेंट लीडर्स तेणु सन्यास रिवोल्यूशन रो जदि हम देखे एही आंदोलन गुरुत्वपूर्ण नेता थिले मजनूम साहा चिराग अली तापर हैला मूसा साहा तापर भवानी पाठक एवं देवी चौधरानी एमाने समस्ते इंपोर्टेंट थिले तापर हमें कहि परिबा कि आनंद मठ रिटेन बाय बंकिम चंद्र चैटर्जी वाज बेस्ड ऑन द सन्यासी रिवोल्ट ता माने बंकिम चंद्र द्वारा लिखित आनंद मठ इज द मोस्ट इंपोर्टेंट एग्जाम रे क्वेश्चन पछारे कि आनंद मठ यूजीसी नेट आपण माने देखिथिबे 2023 रो डिसेंबर यूजीसी नेट रे पडितला यूजीसी कोड भी क्वेश्चन पडितला भी मु कहि दूची यूजीसी नेट रो केते ना 2023 डिसेंबर जो सेशन थिला डिसेंबर रे कोन हेतिला ना डिसेंबर रे डीसी डिसेंबर रे कोन हेछि आपण माने कोन देखिसंती ना एथरे पडितला कि आनंद मठ पुस्तक केबे पब्लिश हेतिला 1882 1882 मसिया रे तेने लेखा हैनी तेने मोटे लेखि दोछि आपण लेखनु ए जो आनंद मठ इमे भी क्वेश्चन पडिबे आनंद मठ किए लिखिथिले बंकिम चंद्र चट्टोपाध्याय आनंद मठ को रेवेलेंस सहित जड़ित ना सन्यास रेवेलेंस सहित जड़ित तापरे आनंद मठरु कोन बा जो आमे जो देउछन वंदे मातरम जो आमे कहउछंती सेटा मध्ये स्लोगन कोठु आसी जे एटा आनंद मठ नोवेल रु आसी जोटा कि बंकिम चंद्र चटर्जी सन्यास रेवोल्यूशन तक आरंभ होइतला केते 1600 सॉरी 763 रु 1800 पर्यंत जो विद्रोह चलितला कोड चलीची ना ए सन्यास रेवोल्यूशन एथरे कोन होउची ना लेखा हेतला जोटा कि एटा कोन होउची ना ए जो सन्यासी विद्रोह को कोन होतला आउरी बन्ही बाज रो कुहा जाय कि नियारे घियो पकेइबार काम करथिला कोन ना आनंद जो बंकिम चंद्र चट्टोपाध्यायଙ୍କର चट्टोपाध्यायଙ୍କର आनंद मठ पुस्तकटी ओके जोटा कि 1882 मसिया रे पब्लिश हेतला एटा यूजीसी नेट डिसेंबर जोटा कि आपनकर कोन होची हिस्ट्री रे आसीतला एग्जाम रे आसीतला तापर कोन कहूची ना बंकिम चंद्र आल्सो रोट देवी चौधरानी तापर लिखले व्हिच रिफ्लेक्ट द रोल ऑफ द वुमेन्स इन द स्ट्रगल अगेंस्ट द कोन ना एलियन रूल कोन ना बंकिम चंद्र चौधरी खाली जे आनंद मठ लिखि नथले से मते कोन लिखि ना बंकिम चंद्र देवी चौधरानी मध्ये जे माने थिले बंकिम चंद्र कोन करथि ना देवी चौधरानी विषय मध्ये लिखिथिले जे कि विदेशी शासन विरुद्ध संघर्ष रे महिला मानिकर भूमिका को कोन प्रतिफलित करथि ता माने सन्यास रिवोल्यूशन रे वुमेन माने मध्ये पार्टिसिपेट कर इट इज द मोस्ट इंपोर्टेंट कि जेतले हम कहिबा कि सन्यास रिवोल्यूशन रे महिला मानक ना आसीबो ताहाले से महिलांकर भूमिका को किए लिभेइथिले बंकिम चंद्र जो कहा फोकस करथिले ना देवी चौधरानी एटी लिखि जो इंपोर्टेंट रूलर्स रे देवी चौधरानी जोटा कि वुमेन मानकर स्ट्रगल लाइफ और स्ट्रगल विषय रे दिया जाइछि ओके तो नेक्स्ट रिवोल्ट थिला रिवोल्ट इन मेदिनापुर एंड द